ତେଣୁ ସେ ଯାହା ହେଉ ଶୀତ ହେଲେ ବି ଆପଣ ମାନଙ୍କର ସ୍ନେହ ଆଶୀର୍ବାଦ। ତେଣୁ ଦୁଇ ପଦ ବେଶୀ ସମୟ ନୁହଁ, ମାତ୍ର ଘଣ୍ଟାଏ 2 ଘଣ୍ଟା ପ୍ରଭୁଙ୍କର ନାମରେ ଆଜ୍ଞା ହଜିଯିବା, ଭିଜିଯିବା, ମଜିଯିବା ନା ନାଇଁ। ତେଣୁ ଯାହା ହେଉ ତାହେଲେ ଗୋଟାଏ ପଦ ନବାକ୍ଷରୀ ଛାନ୍ଦ ଆଜ୍ଞା ଭାଗବତ ଜଗନ୍ନାଥ ଦାସ ମୋ ବାପା ଲେଖିଲେ। କଣ ଆଜ୍ଞା ଲେଖିଲେ? ଗଙ୍ଗା ଜୟ ଭାବୁ ବସି ପଡିବା ଲଥାଇ ମନେ ବାରୁଣି ପଡ଼ି ବକେଶରେ ଆସିବେ ମୋର ଭକ୍ତ ଜନ ଆମ ପାପ ହୋଇବ ସୁନ୍ଦର ପଦ ଭାଗବତ ପଦେ ଗାଇଲେ। ଆଜ୍ଞା ଆଜ୍ଞା କାହିଁକି ଗାଇଲ? ଅର୍ଥ ଅନେକ ପ୍ରକାରର ମୋ ବାପା ଅର୍ଥ ଅଛି। ଏ ପଦଟାର ଅର୍ଥ କଣ? ଗଙ୍ଗା ଆଜ୍ଞା ଚିନ୍ତା କରିଥିଲା ବାରୁଣୀ ସ୍ନାନ କେବେ ଆସିବ। ଭକ୍ତ ସମାଜ ଗଙ୍ଗାରେ ବୁଡ ଦେଲେ ଗଙ୍ଗାର ଆଜ୍ଞା ପାପ ଧୌତ ହୋଇଯିବ। ଗଙ୍ଗା ପାପ କରିଥିଲା, ସିଏ ଚିନ୍ତା କରୁଥିଲା ଭକ୍ତ ମାନେ କେବେ ଆସିବେ। ଆଚ୍ଛା, ଏ ପଦ ଆପଣ କାହିଁକି ଆଜି ଗାଇଲେ? ଗାଇବାର ଅର୍ଥ ଗଙ୍ଗା ଚିନ୍ତା କରିଥିଲା ଆଜ୍ଞା ବାରୁଣୀ ସ୍ନାନ, ହେଲେ ଆପଣ ମାନଙ୍କ ସମ୍ମୁଖରେ ଆପଣଙ୍କ ଝିଅ ଆଜ୍ଞା ଭାରତୀ ସାହୁ ଯେଉଁ ଦିନ ଠାରୁ ବଡ ଭାଇ ଆମର ଫୋନ କଲେ ସେଦିନ ଠାରୁ ଆଜ୍ଞା ଆପଣଙ୍କ ଝିଅ ଭାରତୀ ସାହୁର ମନାତ୍ମା ଚାହିଁଲେ କେମିତି ଗ୍ରାମକୁ ଯାଇ ସମସ୍ତ ବାପା ଭାଇ ମା ମାନଙ୍କର ଟିକେ ମୁଖ ଆଜ୍ଞା ଦର୍ଶନ କରିବା। ତେଣୁ ଯାହା ହେଉ ଇଏ ମଞ୍ଚ ଉପରେ ମୁକ୍ତାସିନା ହୋଇ ନର ନାରାୟଣ ସଦୃଶ ବାପା ଭାଇ ଲକ୍ଷ୍ମୀ ସ୍ୱରୂପ ମା ମାନଙ୍କର ମୁଖ ଦର୍ଶନ କରିବା ସେଇଭଳି ଆଜ୍ଞା ଭାଗ୍ୟରେ ଥିଲେ ମିଳିବ। ତାମାନେ ମୁଖ ଦର୍ଶନ କରି ଆପଣ ଏତେ ଖୁସି ହଉଛନ୍ତି? ନିଶ୍ଚୟ। ଗୋଟେ କାମ କରୁନା, ପାଥପୁର ଗାଁ ବଡ ଗାଁ ଟା ମାସେ ଖଣ୍ଡେ ରହିଯାଇକି ଘର ଘର ବୁଲିକି ସକାଳୁ ମୁଖକୁ ଖାଲି ଦର୍ଶନ କରନ୍ତ। ଆରେ ସେ କଥା ହୁଏତ ତମେ ଯାହା କହୁଛ ସେଟା ହୁଅନ୍ତା, ହେଲେ ପାଲା ପରା ଅଛି। ତାହେଲେ ଥାଉ, ତାଙ୍କୁ ଫୋନ କରି କହିଦବ ମୁଁ ଯାଇପାରିବିନି, ମୋର ଛୁଟି ହେଲା। ମୋ ବୋଉ ଏକା ବେଗ ଯୋଡାଇ ଯାଆଁଳା ଛୁଆ ଜନ୍ମ କରିଛି। ଦେଖିଲେ ମୋ ମା ବୟସ ଆସିକି ମତେ କେତେ ବୟସ ହେଲାଣି, ଏଡେ ବଡ ଝିଅଟା 35 ବର୍ଷ। ମା କୁ 80-90 ବର୍ଷ। ମୋ ବାପା ନା ବାପା ନଥାଉ କଣ ବାପା ମିଳିବନି ଭଡାକୁ? ବାପା ନଥିଲେ ମା ଜନ୍ମ କରିବ କେମିତି? ନାମ ହେଇପାରିବନି, ସେଟା କେମିତି ହବ ମୁଁ ଜାଣିପାରୁନି ରେ। ତେଣୁ ଆଜ୍ଞା ଯାହା ହେଉ ଈଶ୍ୱରଙ୍କୁ ଗୋଟାଏ ପଦ ଆଜ୍ଞା ଧନ୍ୟବାଦ। ମଧୁସୂଦନ ଆଜ୍ଞା ଗୋଟାଏ ସୁନ୍ଦର ପଦଟିଏ ଲେଖିଛନ୍ତି। କଣ ଲେଖିଛନ୍ତି? କହିଲେ ଧନ୍ୟ ହେ ଈଶ୍ୱର ତୁମ ବୁଦ୍ଧି କୌଶଳ କିପରି ଗଢିଲ ପ୍ରଭୁ, କିପରି ଗଢିଲ ପ୍ରଭୁ ବାୟୁ ଜଳ ସ୍ଥଳ। ଜୟ ଜୟ ହେ Bye.